ଚୋର ଓ ବ୍ରହ୍ମରାକ୍ଷସ କଥା ଅତି ପ୍ରାଚୀନ କାଳର କଥା। କୌଣସି ଏକ ପ୍ରାଚୀନତମ ନଗରୀ ଥିଲା। ସେହି ନଗରୀରେ ବାସ କରୁଥିଲା ଦ୍ରୋଣ ନାମ ଏକ ଦରିଦ୍ର ବ୍ରାହ୍ମଣ। କେବଳ ଦାନ ଗ୍ରହଣ ପୂର୍ବକ ସେ ତାର ସମସ୍ତ ଗୁଜୁରାଣ ମେଣ୍ଟାଉଥିଲା। ଏହା ବ୍ୟତୀତ ବ୍ରାହ୍ମଣର ଅନ୍ୟ କୌଣସି ଜୀବିକା ନଥିଲା। ଜରାଜୀର୍ଣ୍ଣ ଗୃହ ଖଣ୍ଡିକ ବ୍ୟତୀତ ତାଙ୍କ ପାଖରେ ଅନ୍ୟ କିଛି ନଥିଲା। ଅନ୍ୟ ଖାଦ୍ୟ ବସ୍ତ୍ର ତଥା ଅନ୍ୟ କୌଣସି ଭୋଗ୍ୟ ବସ୍ତୁ ସ୍ୱପ୍ନରେ ମଧ୍ୟ ସେ ଦେଖିବାକୁ ପାଇନଥିଲା। ଏ ସମସ୍ତ ଅଭାବରୁ ସେ ପାଲଟି ଯାଇଥିଲା କେବଳ ଅସ୍ଥିମାର ମଣିଷ ଗୋଟିଏ। ସମସ୍ତ ଦୁଃଖରେ ହିଁ ବ୍ରାହ୍ମଣ ଅତି ଆପଣାର ଭାବରେ ତାହାକୁ ହିଁ ଜଗି ବସିଥିଲା। ଦିନକର କଥା, ବ୍ରାହ୍ମଣର ଏପରି ଅବସ୍ଥାରେ ଜଣେ ଯଜମାନର ଦୃଷ୍ଟି ଆସିବାରୁ ସେହି ଯଜମାନ ଜଣକ ଦୟା ପରବଶ ହୋଇ ଦରିଦ୍ର ବ୍ରାହ୍ମଣ ଦ୍ରୋଣକୁ ନିଜର ପାଖକୁ ଡାକି ନେଇ 2ଗୋଟି ବାଛୁରୀକୁ ଦାନ ସ୍ୱରୂପରେ ପ୍ରଦାନ କଲା। ସଂସାର ମଧ୍ୟରେ ଯେଉଁ ବ୍ୟକ୍ତି ସଦା ଦରିଦ୍ରତାର କଷାଘାତରେ ବଞ୍ଚି ରହିଥିଲା, ଅକସ୍ମାତ୍ ଯେତେବେଳେ 2ଗୋଟି ଧନ ସ୍ୱରୂପ ବାଛୁରୀ 2ଟି ପାଇଲା, ସେତେବେଳେ ସେ ସ୍ୱର୍ଗ ସମ ସୁଖ ଅନୁଭବ କରିବା ସହିତ ଯଜମାନଙ୍କୁ ପ୍ରାଣ ଭରି ଆଶୀର୍ବାଦ କଲା। ଏହାପରେ ବ୍ରାହ୍ମଣଟି ବାଛୁରୀ 2ଟିକୁ ନିଜ ଗୃହରେ ଆଣି ପ୍ରାଣପଣେ ସେମାନଙ୍କର ସେବାରେ ଲାଗିଗଲା। ସମସ୍ତ ଅଞ୍ଚଳରୁ ସଜ ତୃଣ ସଂଗ୍ରହ କରି ବାଛୁରୀ ଯୋଡ଼ିକୁ ନିତ୍ୟ ଭୋଜନ କରିବାକୁ ଦିଅନ୍ତେ ଅଳ୍ପ ଦିନ ମଧ୍ୟରେ ବାଛୁରୀ ଯୋଡ଼ିକ ହୃଷ୍ଟପୁଷ୍ଟ ହୋଇ ବଢ଼ିଗଲେ। ସେମାନଙ୍କର ଏପରି ଚେହେରା ହୋଇଗଲେ ଯେ ରାସ୍ତାରେ ଯିବା ଲୋକ ଘଣ୍ଟା ଘଣ୍ଟା ଧରି ଛଡ଼ା ଯୋଡ଼ିକୁ ଦେଖିବାକୁ ଲାଗିଲେ। ଏଥିସହିତ ଗୋପାଳର ପ୍ରକୃତ ଦକ୍ଷତା ଲାଗି ବିପ୍ର ଦ୍ରୋଣକୁ ମଧ୍ୟ ପ୍ରଶଂସା କରିବାକୁ ଲାଗିଲେ। ବେଳ 2ପ୍ରହର ପ୍ରାୟ। ବିପ୍ର ଦ୍ରୋଣଙ୍କର ଗୃହ ସନ୍ନିକଟ ଏକ ବୃକ୍ଷର ଛାଇ ତଳେ 2ଟି ଯାକ ଛଡ଼ା ବିଶ୍ରାମ ନେଉଥିବା ସମୟରେ ସେହି ପଥ ଦେଇ ଚୌର୍ଯ୍ୟ ବୃତ୍ତିରେ ଧୂର୍ତ୍ତ ଥିବା ଗୋଟିଏ ଚୋରର ଦୃଷ୍ଟିରେ ଛଡ଼ା 2ଗୋଟି ପଡ଼ିଗଲା। ସେ ଥିଲା ଚୋର ବୃତ୍ତିରେ ନିଖୁଣ ଖଣ୍ଟ। ସେ କିପରି ଛଡ଼ା 2ଟିକୁ ସେଠାରୁ ଚୋରାଇ ନେବ, କିପରି ତାହା ନେଇଯିବାକୁ ସମ୍ଭବ ହେବ, ସେହି ଯୋଜନା ସ୍ଥିର କରିବାକୁ ଲାଗିଲା। ଦିନକର କଥା, ରାତି ହୋଇଛି। ଚୋରଟି ପଘା ଧରି ବିପ୍ର ଦ୍ରୋଣଙ୍କର ଗୃହ ସମ୍ମୁଖକୁ ଆସିବା ସମୟରେ ତାର ସାକ୍ଷାତ ହୋଇଗଲା ବିକଟ ଦର୍ଶନଧାରୀ ଏକ ବ୍ରହ୍ମ ରାକ୍ଷସ ସହ। ଚୋର ଦେଖିଲା ସେହି ରାକ୍ଷସର ଦାନ୍ତ ଗୁଡ଼ିକ ଥିଲା ଖୁବ୍ ତୀକ୍ଷ୍ଣ, ନେତ୍ର 2ଟି ଖୁବ୍ ଗାଢ଼ ରକ୍ତିମ, ତାର ଗଣ୍ଡଦେଶ ଥିଲା ଖୁବ୍ ଶୁଷ୍କ। ଏଭଳି ଏକ ବ୍ରହ୍ମ ରାକ୍ଷସକୁ ଦେଖିବା ପରେ ଚୋର ମଧ୍ୟ ସାହସ ବାନ୍ଧି ରାକ୍ଷସର ସମ୍ମୁଖସ୍ଥ ହେଲା। ସେତେବେଳେ ବ୍ରହ୍ମ ରାକ୍ଷସ ଚୋରର ସାହସକୁ ତାରିଫ କରିଲା, କାରଣ ଆଜି ଯାଏ ଏପରି କେହି ଜୀବନକୁ ପାଣି ଛଡ଼େଇ ସାହସ ବାନ୍ଧି ତାର ସମ୍ମୁଖ ହେବାର ସେ କେବେ ଦେଖିନଥିଲା। ଏହାପରେ ବ୍ରହ୍ମ ରାକ୍ଷସ ଚୋରକୁ ନିଜର ପ୍ରକୃତ ପରିଚୟ ପ୍ରଦାନ କରିବା ସହିତ ନିଜର ସମସ୍ତ ଉଦ୍ଦେଶ୍ୟ ବିଷୟରେ ମଧ୍ୟ ଜଣାଇ ଦେଲା। ବ୍ରହ୍ମ ରାକ୍ଷସ କହିଲା, ସତ୍ୟବଚନ ବୋଲି ତାର ପରିଚିତ ନାମ। ପ୍ରତି 6 ଦିନରେ ତାକୁ ଭୋଜନ କରିବାକୁ ହୋଇଥାଏ। ଆଉ ମଧ୍ୟ ସେହି 6 ଦିନରେ କାହାକୁ ସେ ଭକ୍ଷଣ କରିବ ତାହା ମଧ୍ୟ ଆଗକୁ ସ୍ଥିର କରି ନେଇଥାଏ। ଆଜି ତାର ସେହି ଦରିଦ୍ର ବ୍ରାହ୍ମଣ ଦ୍ରୋଣକୁ ଖାଦ୍ୟ ଭାବରେ ଗ୍ରହଣ କରିବାକୁ ଥିଲା। ଏବେ ଉଭୟଙ୍କର ମନ କଥା ଜାଣିଯିବା ପରେ ସେମାନେ ଏକତ୍ର ହୋଇ ଦ୍ରୋଣଙ୍କର ଗୃହ ନିକଟକୁ ଗଲେ। ସେଠାରେ ପହଞ୍ଚିବା ପରେ କିଏ ଆଗ ନିଜର କାର୍ଯ୍ୟ ସାଧନ କରିବ, ସେଥି ନିମନ୍ତେ ଦୁହିଁଙ୍କ ମଧ୍ୟରେ ବିଚାର ଚାଲିଲା। ଏହା ସହଜରେ ନ ଛିଡ଼ିବାରୁ ନିଜ ନିଜ ମଧ୍ୟରେ ତର୍କ ବିତର୍କ ମଧ୍ୟ ହେଲା। ଏହି ବିତର୍କ ଯେତେବେଳେ ଶେଷ ଅବସ୍ଥାକୁ ଆସିଲା, ଚୋର ଜିଦ୍ କଲା ଯେ ସେ ପ୍ରଥମ ଛଡ଼ା 2ଟିକୁ ନେଇ ସେଠାରୁ ଚାଲିଯିବ। କିନ୍ତୁ ତା କଥାରେ ପ୍ରତିବାଦ କରି ବ୍ରହ୍ମ ରାକ୍ଷସ କହିଲା, ସେ ଆଗ ବିପ୍ର ଦ୍ରୋଣକୁ ଖାଇସାରିବା ପରେ ତୁ ନିର୍ଭୟ ହୋଇଯାଇ ଛଡ଼ା 2ଟିକୁ ନେଇ ଏଠାରୁ ଚାଲିଯିବୁ। ଏବେ ଦୁହିଁଙ୍କର ବିଚାର ସଙ୍କଟ ଅବସ୍ଥାକୁ ଆସିଗଲା। ବିତର୍କ ତଥା କଥା କଟାକଟି ଶୀର୍ଷ ଅବସ୍ଥାରେ ପହଞ୍ଚିବାରୁ ସେ ସ୍ଥାନରେ ଦୁହିଁଙ୍କର ପାଟିଗୋଳ ଦୂରରୁ ଶୁଣାଗଲା। ସେତେବେଳେ ରାତ୍ରି ଖୁବ୍ ଗଭୀର ଅବସ୍ଥାକୁ ଆସିଯାଇଥାଏ। ରାତ୍ର କାଳରେ କଥା ଦୂରରେ ହେଉଥିଲେ ମଧ୍ୟ ସତେ ଯେପରି ପାଖରେ ହେଉଥିବାର ଜଣାଯାଏ। ବ୍ରାହ୍ମଣ ଦ୍ରୋଣର ନିଦ୍ରା ଭାଙ୍ଗିଗଲା। ସେ ଥିଲା ବିଚକ୍ଷଣ। ଏମାନଙ୍କର କଳିର ସୁଯୋଗ ନେଇ ସେଠାରୁ ଖସି ପଳେଇଲା। ବ୍ରାହ୍ମଣ ଦ୍ରୋଣକୁ ନ ପାଇ ବ୍ରହ୍ମ ରାକ୍ଷସ ଚୋରଟିକୁ ଖାଇଦେଲା। କଥାରେ ଅଛି, 2 ଜଣଙ୍କର କଳି ହେଲେ ଏଥିରେ ତୃତୀୟ ଜଣଙ୍କର ଲାଭ ହୋଇଥାଏ।
କାହାଣୀଟି ଏତିକି ମୋଗ ପପେଡ଼ି ସେତିକି। ଆପଣମାନଙ୍କୁ ଷ୍ଟୋରିଟି କିପରି ଲାଗିଲା କମେଣ୍ଟ କରି କହିବେ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି। ରହୁଛି, ଧନ୍ୟବାଦ।